ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗୋଧନେଶ୍ୱର ଶୈବପୀଠରେ ପୌରାଣିକ ନାଟକ ସୀତାଚୋରୀ ଅନୁଷ୍ଠିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ରାମଲାଲା ସେବା ସଂଘ ଗୋଧନେଶ୍ୱର ତରଫରୁ ଶ୍ରୀଯୁକ୍ତ ଦଶରଥ ସାହୁଙ୍କ ନିର୍ଦ୍ଦେଶନାରେ ପରିବେଷଣ ହୋଇଥିଲା ନାଟକ ଅରଣ୍ୟକାଣ୍ଡ, ଶୂର୍ପଣଖା ନାସା ଛେଦନ ଓ ସୀତାଚୋରୀ। ଏହି ପରିପ୍ରେକ୍ଷୀରେ ଶହ ଶହ କାର୍ତ୍ତିକ ପଞ୍ଚୁକ ବ୍ରତଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ଅଞ୍ଚଳବାସୀ ଏହି ପୌରାଣିକ ନାଟକ ରାତି 10ଟାରୁ ଭୋର 5ଟା ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ। ଆଞ୍ଚଳିକ କଳାକାରଙ୍କ ମଧ୍ୟରୁ ରାମ ଭୂମିକାରେ ଦଶରଥ ସାହୁ, ଲକ୍ଷ୍ମଣ ଭୂମିକାରେ ବିନ୍ଦୁସାଗର ମିଶ୍ର, ସୀତା ଭୂମିକାରେ ବିଦ୍ୟାଧର ସାହୁ, ରାବଣ ଭୂମିକାରେ ସୁଶୀଲ କୁମାର ଦାସ, ହର ଭୂମିକାରେ ଅଶୋକ ସେଠୀ ଇତ୍ୟାଦି ଅନେକ କଳାକାରଙ୍କ ପ୍ରୟାସ ଯୋଗୁଁ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇଥିଲା। ଏହା ବ୍ୟତୀତ ଚତୁର୍ଦ୍ଦଶୀ, ସଂକ୍ରାନ୍ତି, ଶିବରାତ୍ରି ଓ ବିଭିନ୍ନ ପାର୍ବଣରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଉଥିବାରୁ ଅଞ୍ଚଳବାସୀ ଓ ସେବାୟତ ପ୍ରଶାସନକୁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ମନ୍ଦିରଟି ବହୁତ ପୁରାତନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ଅଛି। ଯାତ୍ରା ବିଶ୍ରାମାଗାର, ରୋଷେଇ ଗୃହ, ଶୌଚାଳୟ, ଆଲୋକୀକରଣ, ପାନୀୟ ଜଳ, ପାର୍କ ଇତ୍ୟାଦି ସମସ୍ୟା ଉପରେ ପ୍ରଶାସନକୁ ଗୁହାରି ଜଣାଇ ଆସୁଛନ୍ତି ସେବାୟତ ଓ ଅଞ୍ଚଳବାସୀ।